ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ଓଡ଼ିଆ ଭାଷା ସାହିତ୍ୟ ସିନ୍ଧୁ ୱିଥ୍ ଡିକେଡି ଚ୍ୟାନେଲକୁ। ଆଜି ଆମେ ଅଧ୍ୟୟନ କରିବା ଦଶମ ଶ୍ରେଣୀ ବା CBSE ପାଠ୍ୟକୋଷଡ଼ା ଏବଂ BSE ପାଠ୍ୟକୋଷଡ଼ାରେ ସ୍ଥାନ ପାଇଥିବା ରାଘବଙ୍କ ଲଙ୍କାଯାତ୍ରା ନୁକୁଲ। ତ ଏହି ବିଷୟକୁ ନେଇକି ଆଜି ଆମେ ଏ ପାଠ୍ୟକୋଷଡ଼ାଟି ଆରମ୍ଭ କରିବା ଏବଂ ଲେଖକ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ, ସପ୍ତଦଶ ଶତାବ୍ଦୀର ଲେଖକ। ତାଙ୍କ ପରିଚୟ ବିଷୟରେ ଜାଣିବା ଆମେ। କବି ପରିଚୟ। ଓଡ଼ିଆ ସାହିତ୍ୟର ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବରେ ପରିଚିତ ଏବଂ ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଭଞ୍ଜନଗରର ଅନତି ଦୂରରେ ଅବସ୍ଥିତ ଘୁମୁସର ରାଜବଂଶରେ ସେ ଜନ୍ମଗ୍ରହଣ କରିଥିଲେ। ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ ଏବଂ ତାଙ୍କର ସୃଷ୍ଟି ଭିତରେ ଯଦି ଦେଖିବା, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀ ବିଳାସ, ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ ଏବଂ ଛନ୍ଦଭୂଷଣ ଆଦି କାବ୍ୟ ଏବଂ ରସପଞ୍ଚକ ଭଳି ଅନେକ ଗୀତାତ୍ମକ ଆଳଙ୍କାରିକ କୃତି ଓ ଗୀତାବିଧାନ ନାମକ ପଦ୍ୟାତ୍ମକ ଶବ୍ଦକୋଷ ଉପେନ୍ଦ୍ର ଭଞ୍ଜଙ୍କର ଆଳଙ୍କାରିକ ମାନସିକ ପାଣ୍ଡିତ୍ୟ ଏବଂ କବିଖ୍ୟାତିର କାଳଜୟୀ କୃତି କହିଲେ କିଛି ଭୁଲ ହେବ ନାହିଁ। ତାଙ୍କ ରଚିତ ଚଉପଦୀ ଏବଂ ଚଉତିଶା ଓଡ଼ିଆ ଗୀତି କବିତା ଧାରାରେ ଅପରୂପ ସୃଷ୍ଟି ରୂପରେ ବିବେଚିତ ହେଇଛି। ରାଘବଙ୍କର ଲଙ୍କାଯାତ୍ରା ଅନୁକୂଳ କବି ତାଙ୍କର ବୈଦେହୀ ବିଳାସ କାବ୍ୟରୁ ଏହା ଗୃହୀତ ହେଇଛି। ବୈଦେହୀଶ ବିଳାସ ଏହି କାବ୍ୟରୁ ସେ ରାମ କାବ୍ୟ ବୈଦେହୀଶ ବିଳାସ 42 ଛନ୍ଦରୁ ଅନିତ ହେଇଛି ଏବଂ ଏଠି ସର୍ବମୋଟ 52ଟି ଛନ୍ଦ ଏହି କବି ବା କାବ୍ୟରେ ରହିଛି। ଏଥିରେ ପ୍ରତ୍ୟେକ ପଦ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ ହେଇଛି। ଲଙ୍କାର ରାବଣ ଦ୍ୱାରା ଅପହୃତ ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧି ବା ବେଳର କଥା କବିତାରେ ବର୍ଣ୍ଣିତ। ଉପେନ୍ଦ୍ର ଭଞ୍ଜଙ୍କର ଆଲଙ୍କାରିକତା ଏବଂ ଶବ୍ଦ ସଂଯୋଜନା କୌଶଳ ଓ ସମାଜ ପ୍ରତି ନୀତିନିଷ୍ଠ ବାର୍ତ୍ତା ଏହି କବିତାର ଲକ୍ଷଣୀୟ ବୈଶିଷ୍ଟ୍ୟ। ପ୍ରଥମ ପାଦରେ କହିଲି, ବଲିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁ ପୋତି ଯିବା ପର୍ବତରେ। ସେ କହିଲେ ବଲିଲେ ରାଘବ ଅର୍ଥାତ୍ ଶ୍ରୀ ରାମଚନ୍ଦ୍ର ଆଶା କରିଛନ୍ତି ଯେ ପ୍ରାପ୍ତି ବା ସୀତାକୁ ପାଇବା ପାଇଁ ପ୍ରାପ୍ତରେ ସେ କ'ଣ କଲେ, ମନରେ ବିଚାର କଲେ। କ'ଣ କରିବେ ଯେ ସିନ୍ଧୁକୁ ପୋତି ଦେବା ବା ସମୁଦ୍ରକୁ ପୋତି ଦେବା ଏବଂ ପର୍ବତକୁ ନେଇକି ସିନ୍ଧୁରେ ଆମେ ପୋତି ଦେବା। ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁତ୍ ବୁତ୍ ନ ଦିଶେ ଜଳ ଫିସ୍ ଫିସ୍ କୃତ କରି। ଅର୍ଥାତ୍ ଯେତେ ମଧ୍ୟ ସେଇଠି କପିମାନେ ବା ମାଙ୍କଡ଼ମାନେ କପିମାନେ ସେମାନେ କ'ଣ କଲେ, ଯେତେ ମଧ୍ୟ ଗିରି ବା ପର୍ବତକୁ କ'ଣ କଲେ, ପକାଇଲେ। କ'ଣ ହେଲା, ବୁତ୍ ବୁତ୍ ଶବ୍ଦ କଲା, ପାଣି ଫୁଟୁକା ମାରିଲା ଏବଂ ନ ଦିଶିଲା ଫିସ୍ ଫିସ୍ କୃତ କରି ବା ଫିସ୍ ଫିସ୍ କାହାର ଶବ୍ଦ ଶୁଭିଲା। ଏବଂ ତୃତୀୟ ପଂକ୍ତି ଭିତରେ ନିଶ୍ୱାସ ତେଜି ବରୁଣ ପ୍ରସହ୍ନେ, ବିନାଶନରେ ଶୟନ ସେ ସର୍ବ ଶୟନ। ସେ କହୁଛନ୍ତି ବିସ୍ମୟ ହେଇଗଲେ ଏବଂ ନିଶ୍ୱାସଟିଏ ମାରିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ କ'ଣ କଲେ, ସେ ବରୁଣ ଜଳାଧିପତି ବା ଜଳ ଦେବତାକୁ ପ୍ରସନ୍ନ କରିବା ପାଇଁ
ସେ କ'ଣ କଲେ ବିନାସନରେ ଅର୍ଥାତ୍ ବିନା ଆସନ ଦ୍ୱାରା ବା ଉପବାସରେ ସେ କ'ଣ କଲେ ଶୟନ କଲେ ବା ସର୍ବ ଅର୍ଥ କୁଶରେ ସେ କ'ଣ କଲେ ଜଳ ଦେବତାକୁ ବା ଜଳାଧିପତିକୁ ସନ୍ତୁଷ୍ଟ କରିବା ନିମିତ୍ତ। ବୁଦ୍ଧେ ଶୁଣ ଅନ୍ୟ ପ୍ରସଙ୍ଗେ ଦଶ ଶିର ବରଗିଲା ସେ ସୁକ ସାରଣ କରି ଚାର ଯେ। ଏଇଠି ପଣ୍ଡିତମାନେ ଟିକେ ଧ୍ୟାନର ସହିତ ଏହି ପ୍ରସଙ୍ଗକୁ ଶୁଣିବା ହେବେ ଯେ ଦଶ ଶିର ବା ରାବଣ ବିଦର୍ଭ କୁମର ବା ବିଦର୍ଭାନନ୍ଦନଙ୍କ କୁମର ହେଉଛି ରାବଣ। ସେ କ'ଣ କରିଛି ବରଗିଲା ପଠାଇଲା କାହାକୁ ସୁକ ଏବଂ ସାରଣ ରାବଣର ଦୁଇଟି ମନ୍ତ୍ରୀ ଚାର ଅର୍ଥ ଦୂତ ତାଙ୍କୁ ପ୍ରେରଣ କଲା। ଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି ବୁଝି ନ ବୁଝି କୋପି ତା ବାଣୀ ପିତା କରି ଯେ। ସେ ବିଭୀଷଣେ ଅର୍ଥାତ୍ ସେ ରାବଣଙ୍କର ଭ୍ରାତା ଆଉ ସେ କ'ଣ କରିଛି ଯେତେବେଳେ ତାର ଜ୍ୟେଷ୍ଠ ଭ୍ରାତା କହିଛି ଜ୍ୟେଷ୍ଠ ଭ୍ରାତା ଯେଉଁ କଥାଟି କହିଛି ତାକୁ ପିତା ଲାଗିଛି। ବୁଝି ନ ବୁଝି କୋପି ତା ବାଣୀ ପିତା କରିଛେ ଅର୍ଥାତ୍ ତାହାର ବାଣୀକୁ ତାହାର କଥାକୁ ବୁଝି ଏବଂ ନ ବୁଝିକି ତାଙ୍କୁ ପିତା ତୁଲ୍ୟ ଲାଗିଛି ତାଙ୍କର ଭାଷା। ବିଭୂତି କି ଭୁଞ୍ଜୁଥିଲା ବିଭୂଷଣେ ବଡ଼କୁଲେ ଜନମି ଶରଣ କି କାରଣେ। ସେ କହୁଛି ଯେ ବିଭୂତି କି ମାନେ ଐଶ୍ୱର୍ଯ୍ୟ ଭୁଞ୍ଜୁଥିଲା ଏବଂ ବିଭୂଷଣେ ଅର୍ଥ ରାମଚନ୍ଦ୍ର ଏଠି ଭସ୍ମ ଭୂଷଣ କୁହାଯାଇଛି। ବଡ଼କୁଲେ ଅର୍ଥାତ୍ ବଡ଼ ରାଜ ପରିବାରରେ ଜନ୍ମ ହେଇକି କାହିଁକି ବା ମୁଁ ଶରଣଗତ ହେବି କି ପ୍ରକାର ଶରଣ ଯିବି ବୋଲିକି ଏ ଷଷ୍ଠ ପଂକ୍ତି ଭିତରେ କହିଲେ। ବଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ ବାଦ ରଚାଇ ପିତୃବ୍ୟେ ବାହୁଡ଼ା ଓ ସୈନ୍ୟ ଯେ। ସେ କହୁଛନ୍ତି ଯେ ବୋଲ ଅଙ୍ଗଦକୁ ଯେ କି କିଷ୍କିନ୍ଧାର ରାଜା ବାଲିଙ୍କର ପୁତ୍ର ହେଉଛି ଅଙ୍ଗଦ ଏବଂ ତାହାଙ୍କୁ ରାମଚନ୍ଦ୍ର କଳେ ବଳେ କୌଶଳେ ବା ସୁଗ୍ରୀବଙ୍କୁ ସେଇଠି ମିତ୍ରତା ହେଇକି ବାଲିକୁ ସେ କ'ଣ କରିଥିଲେ ବଧ କରିଥିଲେ। ତେଣୁ ଏହି କଥାଟିକୁ କୁହ ତୁମେ ଅଙ୍ଗଦକୁ କୁହ ଯେ ବିବାଦ ରଚାଅ ପିତୃବ୍ୟ ବାହୁଡ଼ା ସୈନ୍ୟ ଯେ ଅର୍ଥାତ୍ ତୁମେ ବିବାଦ ସୃଷ୍ଟି କର ପିତୃବ୍ୟ ବାପାଙ୍କର ସାନ ଭାଇ ଯାହାକୁ ପିତୃବ୍ୟ ଅର୍ଥ ସାନ ଭାଇକୁ ତୁମେ ଯେହେତୁ ଇଏ କରିଛ ତାଙ୍କର ସୈନ୍ୟକୁ ତୁମେ ପଛକୁ ଘୁଞ୍ଚେଇ ନିଅ। ସେ ବିହାରୀ ସାଗର ଜିଣି ଯାଇ ବର୍ତ୍ତକ ସ୍ୱରୂପ ଧୃତ କେଁ ଟିହୁ କହିଯେ। ବିହାୟ ସେ ଅର୍ଥ ଆକାଶରେ ତ ବିହରୀ ମାନେ ଭ୍ରମଣ କରି ସାଗର ଜିଣି ଯାଏ। ଏଠି କ'ଣ କରୁଛି ଯେତେବେଳେ ଆକାଶରେ ପରିଭ୍ରମଣ କଲେ ବିହରଣ କଲେ କ'ଣ କଲେ ସେ ଆମ ଦୁଇଟି ଯେଉଁ ମନ୍ତ୍ରୀକୁ ସେ ପଠାଇ ସୁକ ଏବଂ ସାରଣୀକୁ ବର୍ତ୍ତକ ସ୍ୱରୂପ ଅର୍ଥାତ୍ ଟି ଚଢ଼େଇ ଯେତିକି ବର୍ତ୍ତକ ଚଢ଼େଇ ଏବଂ ଦ୍ରୁତ ଅର୍ଥ ଧାରଣ କରି କେଁ ଟି ହୋ ମାନେ ବତକ କେଁ ଟି ହୋ ତାଙ୍କର ଧ୍ୱନି ଆସିଛି ବତକ ରୂପ ଧାରଣ କରିଛନ୍ତି। ବିଖ୍ୟାତ କରୁ ବିଂଶତି କର କହିବାର ବୋଧ ଉଭୟ ଭୟରେ ପଲାଇଲେ ସତ୍ପର ଅର୍ଥାତ୍ ବିଖ୍ୟାତ କରୁ ବିଂଶତି କର ଯାହାର 20ଟି ହସ୍ତ ରାବଣଙ୍କର 10ଟି ଶିର ଏବଂ 20ଟି ହସ୍ତ ତାକୁ କ'ଣ କରନ୍ତି ବିଂଶତି କର ବୋଲି କୁହନ୍ତି। ବୋଧ ଉଭୟ ମାନେ ଭୟରେ ପଲାଇ ସତ୍ପର ତ ଶୀଘ୍ର ପଳାୟନ କଲେ। ବାହୁଡ଼ି ରାବଣେ କହି ଶୁଣ ହେ ଦେବରିପୁ ବଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପିବୁ ଯେ। ଏହି ସମୟରେ ଏଇଠି ସୁକ ଏବଂ ସାରଣୀ ଉଭୟ ସେ ଦେଖିଛନ୍ତି ଏବଂ ବାହୁଡ଼ିଛନ୍ତି କାହା ପାଖକୁ ଯାଇଛନ୍ତି ଦଶଶିର ବା ଦେବରିପୁ ପାଖରେ ପହଞ୍ଚିଛନ୍ତି। ଦେବରିପୁ ଅର୍ଥ ହେଉଛି ରାବଣ। ବାହୁଡ଼ିଲେ ରାବଣେ କହି ଶୁଣ ହେ ଦେବରିପୁ ଦେବମାନଙ୍କର ଶତ୍ରୁ ହେଉଛନ୍ତି ରାବଣ ତେଣୁ ତାଙ୍କୁ ଦେବରିପୁ ବୋଲିକି ମଧ୍ୟ କୁହାଯାଇଥାଏ। ବଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପିବୁ ଏଇଠି ଅନୁଜ କହିଲେ ବା ବିଭୀଷଣ କହିଲେ ଯେ ତୁ ଯଦି ସୀତାକୁ ରାମଚନ୍ଦ୍ରଙ୍କୁ ସମର୍ପଣ କରିଦେବୁ ତାହେଲେ ମୁଁ ନିଶ୍ଚିତ ଭାବରେ ମୁଁ ତୋ ପାଖକୁ ଯିବି ବୋଲିକି ସେ ଦଶମ ପଂକ୍ତି ଭିତରେ କହିଛନ୍ତି। ବଞ୍ଚିଥିଲୁ ଅଙ୍ଗ ଦେବାକୁ କି ଧର୍ମେ
ବ୍ରଜଘାତ ସମତଳ ପ୍ରହାରିଲା ବ୍ୟମ୍ୟ ଯେ। ଏଇ କଥାଟିକୁ ଯେତେବେଳେ ଶୁଣିଛି ଦଶଶିର କ'ଣ କରିଛି, ଅଙ୍ଗ ଦେବାକୁ କିସ ଧର୍ମେ। ଏଇଟା କ'ଣ ଅଙ୍ଗଦକୁ କ'ଣ ଏଇଟା କହୁଛନ୍ତି। ଏବଂ ବ୍ରଜ୍ରଘାତରେ ତଳକୁ ବା ତଳକୁ ସେ ଚାପୁଡ଼ାଟିଏ ମାରିଲା। ଯଦି ସେଇଠି କିଏ ଯଦି ଥିବ ନିଶ୍ଚିତ ଭାବରେ ଭୂମିରେ କ'ଣ ହେଇଯିବ, ଚୂନା ହେଇଯିବ। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭାଜିଥିବ। ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ ଯେ। ଏଠି ଯଦି ପ୍ରକୃତିରେ ସେଇ ଯେଉଁ ବ୍ରଜ୍ରଘାତ ପ୍ରହାର କଲା ଦଶଶିର, ଯଦି ଯାହା ବାଜିଥିବ ନିଶ୍ଚିତ ଭାବରେ ତାହା ଚୂର୍ଣ୍ଣ ହେଇଯାଇଥିବ, ପାତାଳରେ ସେ ଯାଇକି ରହିଥିବ। ଏବଂ ବିନ୍ଧ୍ୟ ଭାନୁ ପାର୍ବତ ଗୋଟିଏ ପର୍ବତର ନାମ, ତୋଷୀ ହେଲେ ବଞ୍ଚାଇ ଦଇବ ଯେ। ଏଇଠି କ'ଣ କରୁଛନ୍ତି, ଭାନୁ ଅର୍ଥ ସୂର୍ଯ୍ୟର କିରଣ। ତ ତେଣୁ ଯଦି ଏଇଟା ହେଇଥିବ ନିଶ୍ଚିତ ଭାବରେ କ'ଣ ହେବ ଯେ ମୋତେ ବଞ୍ଚାଇଛନ୍ତି ଦଇବ ବୋଲିକି ସେ କହୁଛନ୍ତି। ବଳ କେତେ ବୋଲୁଁ ବୋଲେ ଯେତେ ଶଙ୍ଖ ସେହି ବାରିରାଶି ଜନିତ ତେତେ ଶଙ୍ଖ ନାହିଁ ଯେ। ଏଠି ବଳ କେତେ ବୋଲୁ, କେତେ ବଳ ଅଛି ତୋର, ଶଙ୍ଖ ମାନେ ଲକ୍ଷ କୋଟି, ଶଙ୍ଖ ଅର୍ଥ ଲକ୍ଷ କୋଟି, ଏବଂ ବାରିରାଶି ଜନିତ ତେଜ ଶଙ୍ଖ ନାହିଁ। ଏହି ଶଙ୍ଖରେ ହେଉଛି ସାମୁଦ୍ରିକ ଜୀବ। ପ୍ରଥମ ଶଙ୍ଖ ହେଉଛି ଯେ ଲକ୍ଷ କୋଟି ଏବଂ ଦ୍ୱିତୀୟ ଶଙ୍ଖ ହେଉଛି ଯେ ସାମୁଦ୍ରିକ ଜୀବ। ବିଚରଣେ ସାଗର କି ପାଞ୍ଚ ପଚାରିଲା, ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ। ସେଇଠି କ'ଣ ହେଇଛି, ବିଚରଣେ ସାଗରେ କି ପାଞ୍ଚିଲା, ପାଞ୍ଚ ଅର୍ଥ ଉପାୟ, କି ପ୍ରକାର ସେ ଉପାୟ କଲା ସାଗରରେ ହେଇକି, ଏବଂ ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା। ସେଇଠି କ'ଣ ହେଇଛି, ବିହେ ଅର୍ଥ ବିଧାନ କରେ। ଯେଉଁ କୁଶଶଯ୍ୟାରେ ଶ୍ରୀରାମଚନ୍ଦ୍ର ଶୟନ କରିଛନ୍ତି ବା ଜଳାଧିପତିକୁ ସନ୍ତୁଷ୍ଟ କରିବା ପାଇଁ, ଯେଉଁ ସାଗରକୁ ବାନ୍ଧିବା ପାଇଁ ଏବଂ ସୀତାକୁ ଉଦ୍ଧାର କରିବା ପାଇଁ। ତେଣୁ ସେଇ କଥା ସେ କହିଛନ୍ତି, ବିରସକୁ ମନ୍ଦ କରି ମନ୍ଦ୍ୟହାସ୍ୟ ଜନ୍ମେ ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ସେଇଠି କହିଲେ ଯେ ବିରସକୁ ରସଶୂନ୍ୟ ଏବଂ ମନ୍ଦ ଅର୍ଥ ଅଳ୍ପ, ଏବଂ କରି ମନ୍ଦହାସ୍ୟ ମାନେ ଅଟହାସ୍ୟ କରିବା। ଯେ ପ୍ରକୃତିରେ ଇଏ ଜଟାଧାରୀ ଏ ହେଉଛି ରାମଚନ୍ଦ୍ର, ପ୍ରକୃତିରେ ସେ ଯଦି କୁଶଶଯ୍ୟାରେ ଯାଇଛି ତ କିପରି ଭାବରେ ସେ ସମୁଦ୍ରକୁ ସେ ବାନ୍ଧିବ ଏବଂ ସୀତାକୁ ଏଇଠି ନେଇଯିବ ବୋଲିକି ଦଶଶିର ବା ଦଶାନନ ସେ କ'ଣ କରିଛି, ଅଟହାସ୍ୟ ଦେଇଛି। ବୋଇଲେ କି କରିବ ଏଡ଼େ ହୀନ ପରାକ୍ରମ, କାହିଁକି ସେ ଏଡ଼େ ବଡ଼ ହୀନ ପରାକ୍ରମଟିଏ କରିପାରିବ ବୋଲିକି ସେ କହୁଛନ୍ତି। ଧନ୍ୟବାଦ। ନିଶ୍ଚିତ ଭାବରେ ମୋ ଚ୍ୟାନେଲକୁ ଦେଖିଥିବାରୁ ଓଡ଼ିଆ ଭାଷା ସାହିତ୍ୟ ସିନ୍ଧୁ ୱିଥ୍ DKD ଚ୍ୟାନେଲକୁ ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ ରହୁଛି। ଧନ୍ୟବାଦ। ଥ୍ୟାଙ୍କ ୟୁ।